তুমি সিনা আগুন পড়ে আসলাম আগুন পড়ে আসলে না তো বসিয়ে পড়ে দিচ্ছিল হ্যাঁ শোনা যাଉଛି তো আসিবে আচ্ছা 220 sorry 230 ହେଲା ମତେ କୁହ କିଏ ଲେଖିଛନ୍ତି କିଏ ଲେଖିଛନ୍ତି ଚନ୍ଦ୍ର କିଶୋର ଦାସ କୋଉ ଗପ এটা କଣ ଗପ ନା ଉପନ୍ୟାସ ନା କାବ୍ୟ ନା କଣ 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 ରେ କଣ ପଢା ହଉଛି କଣ ପଢା ହଉଛି ଉପନ୍ୟାସ ଉପନ୍ୟାସ ତ ଏତେ ଡରି କାଇଁ କହୁଛୁ ଉପନ୍ୟାସ ତ ଏଇଟା ଠିକ କଥା ଆଉ ଡରି କାଇଁ କହୁଛୁ ଉପନ୍ୟାସ ଉପେନ୍ଦ୍ର କିଶୋର ଦାସ 230 କଣ ଫାଷ୍ଟ ପଢା ହବ ନାଥ ନନା ଉଠିଯାଏ ଗୋଟେ ବଡ ପତ୍ର ଠୁଲାରେ ଠୁଲାଏ ରହିଗଲା ଆଚ୍ଛା ଏପର୍ଯ୍ୟନ୍ତ ଥିଲା ସେ ଯାଇଥିଲେ ଛୁଆଟାକୁ ଚୁଟି ପକେଇବା ପାଇଁ କି ସେଠି କଣ ହେଇଛି ବର୍ଷା ହେଇଛି ଆଗରେ ଆଗରେ କହିଲେ କିଏ ଲେଖିଛନ୍ତି ମଲାଜନ କିଏ ଲେଖିଛନ୍ତି କିଏ ଲେଖିଛନ୍ତି କିଏ ଠିକ କିଏ ଲେଖିଛନ୍ତି ଶୁଣିକି ତ କୁହ ଉପେନ୍ଦ୍ର କିଶୋର ଦାସ ଏଇଟା କଣ ଗଦ୍ୟ ମାନେ ପଦ୍ୟ କବିତା କାବ୍ୟ ଗପ ଏକାଙ୍କିକା ଉପନ୍ୟାସ ଏଇଟା କଣ ମଲ୍ଲାଜନଟା କେଉଁ ପ୍ରକାରର ଲେଖାଟି ଏଇଟା ଗୋଟେ ଗପ ନା ଗୋଟେ କବିତା ନା ଗୋଟେ କାବ୍ୟ ନା ଉପନ୍ୟାସ ନା ନାଟକ ନା ଏକାଙ୍କି ଗପ କଣ ଉପନ୍ୟାସ କଣ ଠିକ ଏଇଟା ଗୋଟେ ଉପନ୍ୟାସ ତୁମର ଉପେନ୍ଦ୍ର କିଶୋର ଦାସଙ୍କର ଏଇଟା ଗୋଟିଏ ମାତ୍ର ଉପନ୍ୟାସ କିନ୍ତୁ ତାଙ୍କର ଲେଖା ଶୈଳୀ ଏତେ ଭଲ ଥିଲା ଏଇଟାରେ ମଧ୍ୟ ସେ ଆୱାର୍ଡ ମାନେ ଏଇଟା ଆୱାର୍ଡ ପାଇଥିବା ଉପନ୍ୟାସ ହେଲା ତ ଏ ପର୍ଯ୍ୟନ୍ତ ଥିଲା ନାଥ ନନା କଣ କରୁଛି ଯେ ଦେଖା ହେଇଛି ଆସିକି ମନ୍ଦିରରେ ଏତିକି ପିଲା ତ ନା ଉଠି ଆସିଲେ ତ ମନ୍ଦିରରେ ଆସିକିନା ଦେଖା ହେଇଛନ୍ତି କାହା ସହିତ ସତୀ ସହିତ ତ କାହିଁକି ସତୀ ଆସିଥିଲା ମନ୍ଦିରକୁ ଲୋକନାଥ ମନ୍ଦିର କୋଉ ମନ୍ଦିର ଲୋକନାଥ ମନ୍ଦିର ଚିହ୍ନ ମାରିବାକୁ ପାଇଥିଲି ନା ଆର କ୍ଲାସରେ ଯେ ସବୁ ମନ୍ଦିର ନା କ୍ୱେଶ୍ଚିନ୍ ଯାହା ପଢୁଛି ଗୋଟେ ଗୋଟେ କହୁଛି ତମେ ତାକୁ ଚିହ୍ନ ମାରିଦବ ନା ଚିହ୍ନ ମାରିବାକୁ କହିଥିଲି ନା ତମେ ମାରୁଛନ୍ତି ପେନ୍ସିଲ
कौन कुह कपिलेश्वर मंदिर है कौन मंदिर कपिलेश्वर मंदिर जिते पढ़ेला जो सर्ट क्वेश्चन गुड़ा कही दउची चिन्ह मार पेंसिल रे डॉट मार दियो कहीं ना से गुड़ा तुमरो क्वेश्चन रे अछि हला तेणु चिन्ह मार दो को मंदिर जाइथिले ताले को मंदिर जाइथिले छुट्टी का को मंदिर रे पढ़िबा कपिलेश्वर मंदिर ତାର ଯୋଉ କପିଳେଶ୍ଵର ମନ୍ଦିରକୁ ଯାଇଥିଲେ ସେଠି କଣ ନା ତମେ ବାବା କଣ ଅଛି ଓଡିଆ ତ ଯାଇଥିଲେ କପିଳେଶ୍ଵର ମନ୍ଦିରକୁ ସେଠି ସେଇଠି ଗଲାବେଳେ ଭିଡ ହେଇଛି ତା ସହିତ ବର୍ଷା ବର୍ଷା ପାଇଁ ଅଧିକ ଭିଡ ହେଇଯାଇଛି ଇଏ ତାଙ୍କର ଛାଡି ହେଇଯାଇଛି ହାତଟି ତେଣୁ ଏମାନେ ସବୁ ତାଙ୍କର ବସିଗଲେଣି ଡଙ୍ଗାରେ ସବୁ ଏକୁଟିଆ ରହିଯାଇଛି ସେଇ ସମୟରେ ଦେଖାଲେ ନାଥନ ଏବଂ ନାଥନ ନାଥ ତାକୁ ଦେଖା ଯେମିତି ତାକୁ ଗୋଟେ ମନରେ ଆଶ୍ୱସ୍ତି ଭାବନା ହେଲା ହଁ ମୁଁ କିଏ ଜଣେ ମତେ ନେଇକି ଘରେ ଛାଡିବ କି କଣ ଯାବି ହଉ ସେମାନେ ଯେତେବେଳେ ରହିଛନ୍ତି ଯାଇଛନ୍ତି ଗୋଟେ କାହା ପାଖକୁ ଯାଇଥିଲେ ଘର ମାଗିବା ପାଇଁ ଗୋଟେ ଗୁଡିଆ ଏ ଟିଭି ଜଳେଇକି ବସିଥିଲା ରାତି ହେଇଗଲାଣି ତେଣୁ ଯାଇକିନା ତାଙ୍କୁ କହିଲେ ଯେ ଆମକୁ ଟିକେ ଆଶ୍ରୟ ଦିଅନ୍ତୁ ସେ ପ୍ରଥମେ ତ ମନା କରିଦେଇଥିଲା ଚୋର ଭାବିକି ପରେ ସେମାନେ ଯେତେବେଳେ ନାଥନ ତାକୁ କିଛି କଏନ କାଢିକି ଦେଲା ତାପରେ ସେ ରାଜି ହେଇଗଲା ଘର ଦେବା ପାଇଁ ଏବଂ ଗୋଟେ ବଖରାଟିଏ ଦେଇଛି ସେଠି ଗୋଟେ ଡିବି ଟିଏ ଲଗେଇଛି ବିଛଣା ପତ୍ର ପରେ ପକେଇବା ସମୟରେ ଖାଇବା ପତ୍ର କିଛି ଦରକାର କି ନାହିଁ ପଚାରିବାରୁ ସେଠୁ ସେ କହିଛନ୍ତି ଯେ ହଁ ଖାଇବା ଜଳଖିଆ ଟିକେ ମୁଁ ଖାଇବିନି ଆ ଭିତରେ ଆସିଯାଇଛି ଜଳଖିଆ ତା ପରର ସମୟର କଥା ଆମେ ଏବେ ପଢିବା ନାଇଁ ତ ଅଛି କଣ ନାଥନ ନା ଉଠିଯାଏ ଗୋଟେ ବଡ ପତ୍ର ଠୁଲାରେ ଠୁଲାଏ ରସଗୋଲା ଆଉ ଥାଳି ଆଣି ମୋ ପାଖରେ ରଖିଦେଲେ ତାପରେ ଆସିଲା ରସଗୋଲାର ଏ ଯୋଉ ତାଙ୍କର ଜଳଖିଆ ମଗେଇଥିଲେ ଆସିଗଲା ଥାଳିରେ ସବୁ ଜଳଖିଆ ତକ ବାଢି ତା ଆଗରେ ଥୋଇ ଦେଇ କହିଲେ ଦିଅ ଆଗେ ଖାଇଲେ ତମେ ସେ ଆଶ୍ଚର୍ଯ୍ୟ ହେଇ ପଚାରିଲା ଆଉ ତୁ କହିଲି ତମେ ଖାଇସାର ଖାଇବିନି ତେଣୁ ଯେତେବେଳେ ଖାଇ ଆସିକି ପହଞ୍ଚି ଯାଇଛି ବାଢିଲା ପରେ ତୁ ଖାଇବୁ ବୋଲି ପଚାରିଲା ବେଳକୁ ନା ସେ ସତୀ କରି ଖାଇବୁ ବହି ଦେଖୁଥିବ କୋଉଠି ପଢା ହଉଛି କ୍ୱେଶ୍ଚନ କହିଲେ ଚିହ୍ନ ମାର ଜବାବ କରି ଶେଷରେ କଥା ନ ରଖିଲେ ମାଡ ଖାଇବାକୁ ଜାଣିଲା କହି ସେ ଖାଇବାକୁ ବସିଲେ ଖାଇଲେ ତ ସେ ସବୁ ଯାକ ମୋ ପାଇଁ ବାର କଣ ଛାଡି ପକେଇଗଲେ ମନ ହଉନଥାଏ ଖାଲି କଥା ରଖିବାକୁ ଅଳ୍ପ କିଛି ଖାଇ ଥାଳି ଖଣ୍ଡ ଧୋଇ ଆଣିଲି ଘର ଭିତରେ ନାଥନ ସେତେବେଳକୁ ବିଛଣାରେ ବସିଛନ୍ତି କିନ୍ତୁ ଏ କଣ ବିଛଣାରେ ଜମା ଖଣ୍ଡିଏ ରାତିଟା ମୋର ଥରିଗଲା ତେବେ ପୁଣି ଭାବୁଛି ଯେତେବେଳେ ଖାଇସାରିଲେ ନାଥନ କହିଲା ମୁଁ ଜବାବ କରୁଛୁ ଖାଇବୁ ମୁଁ ଖାଇସାରିଲା ପରେ ଯଦି ନ ଖାଇବୁ ତାହେଲେ ମାଡ଼ ଖାଇବୁ କହିକି ଖାଇଦେଲେ ମୋ ପାଇଁ ବାର ପଣ ଛାଡି ଉଠିଥିଲେ ବାର ପଣ କହିଲେ ୱାନ ପଣ ମାନେ ଗୋଟେ ପଣ କହିଲେ ସାଧାରଣତଃ ଗାଁ ଗହଳିରେ ଛଣ ବିକ୍ରି ହୁଏ ପଣେ ମାନେ 80ଟା ଏଠି 12 ପଣ ହେଲେ କେତେଟା ହବ ତାହେଲେ 80 ଗୁଣନ 12 ଏତେଟା ରସଗୋଲା ତ କେବେ ଜଣେ ଖାଇବନି ଖାଇବ ତ ଏଠି 12 ପଣ କିଛିଟା ରସଗୋଲା ଭଲେଇ ଆଣିଥିଲା 4ଟା ଖାଇଦେଇଛି 4-6ଟା ଖାଇଦେଇଛି ଆଉ 4-6ଟା ରଖିଛି ଏଠି ଆଉ ତମେ ସେଇ ହିସାବ ଲଗେଇବ ନାହିଁ ଯେ 12 ପଣ ମାନେ ଏତିକି ହେଲା 96 960ଟା ହବ 960ଟା ମିଠା ତ ଜଣେ କେବେ ଖାଇପାରିବେନି କିମ୍ବା କେହି ଖାଇବା ପାଇଁ ଏତେ ଆଣିବି ନଥିବେ 2 ଜଣ ଲୋକ ଖାଇବା ପାଇଁ କେବେ ବି ଏତେ ଆଣିନଥିବେ ତେଣୁ ଏଇଠି ହବ କଣ କିଛିଟା ମିଠା 3-4ଟା ମିଠା ଛାଡି ଦେଇ ଗଲା ତେଣୁ ସେଠି କଣ ଖାଇବାକୁ ଇଚ୍ଛା ହଉନଥିଲା ତଥାପି ସେ ଖାଇଲା ତାପରେ ଖାଇ ପିଇ ସାରି ଦେଖିଲା ବେଳକୁ ବିଛଣା ଖଣ୍ଡିଏ ତେଣୁ ଆକୁ ଡର ଲାଗେ କଣ କରିବ ମତେ ଦେଖି ସେ କହିଲେ ଆ ବସ ଖଣ୍ଡେ ଦୂର ଛାଡି ଖାଲି ଝୁଣ୍ଟି ଯାଇ ବସି ତଳକୁ ପତି ଆଲୁଅଟା ମିଞ୍ଜି ମିଞ୍ଜି ହୋଇ ଆସୁଥିଲା ଟିକେ ତେଜି ଦେଇ ସେ କହିଲେ ତୁ କାମରେ ଯାହା ହଉ ଆସିଲା ଆଜି ଠାକୁରଙ୍କ ପାଖକୁ ମୋର ଆସିବା ତୁ ଯେ କଣ କରିଥାନ୍ତୁ ମୁଁ ନ ଆସିଥିଲି ସେଇ କଥା ଖାଲି ଭାବୁଛି ତେଣୁ ନାଥ ନନା କହୁଛନ୍ତି କାଲି ଯାହା ହଉ ମୁଁ ଆସି ନା ମୁଁ ଯଦି ନ ଆସିଥାନ୍ତି ତୁ କଣ କରିଥାନ୍ତୁ ଅସୁବିଧାରେ ପଡିଥାନ୍ତୁ ଏକୁଟିଆ ଝିଅଟା ଶାଶୁ ଘର ଲୋକ ସମସ୍ତେ ଡଙ୍ଗାରେ ବସିକି ପଳେଇଲେଣି କଣ କରିଥାନ୍ତୁ ଯାହା ଭଲ ଲାଗିଲା ପଚାରିଲି ତମେ କେମିତି ଜାଣିଲ କି ଆମେ ସବୁ ଆଜି ଆସିବୁ ବୋଲି ତାପରେ ପଚାରିଲି ନାଥ ନନାକୁ ସତୀ କହୁଛି ମୁଁ ପଚାରିଲି ଯେ ତୁମେ କେମିତି ଜାଣିଲ ଆମେ ଆସିବୁ ବୋଲି କାହିଁକି ସଇତା ତ ମତେ କହିଲା ପୁଣି ତ କୁଆଡେ ତା ହାତରେ ଖବର ଦେଇଥିଲୁ ମୋ ପାଖକୁ ନ ଆସିବାକୁ ମୋର ଆଉ ଚାରା ଥିଲା ନା ତେଣୁ କହିଲା ସଇତା ସଇତା କିଏ ମୁଁ ଆଗରୁ ବି କହିଛି ସଇତା କିଏ ସତୀର ସାଙ୍ଗ ସତୀର ସାଙ୍ଗ ପରା କଉଳ ନିଶିତା ନା
ସଇତା ହେଲା ଶକ୍ତିର ବାପାଙ୍କ ପାଖରେ କାମ କରୁଥିବା ଯୋଉ ଚାକରଟା ହେଲା। ଆସିଥିଲା ସତୀ ଘରକୁ ଶାଶୁ ଘରକୁ ବୁଲିବା ପାଇଁ। ସେଠି ସତୀ ତାକୁ କହିଥିଲା ଯେ ତୁ ଯିବୁ ବାପାଙ୍କୁ କହିବୁ ମତେ ଆସିକି ନେଇଯିବେ ଆଉ ଆମେ ଏଇଦିନ କପିଳେଶ୍ଵର ମନ୍ଦିରକୁ ଯାଉଛୁ। ସିଏ ହଉଛି ସଇତା ଠିକ। ପୁଣି ତୁ କୁଆଡେ ତା ହାତରେ ଖବର ଦେଇଥିଲୁ ସଇତା ହାତରେ ଇଏ ଥରେ ଖବର ଦେଇଥିଲା ଯେ ନା ଟିକେ ଆସିକି ବୁଲିଯିବ। ସେଥିପାଇଁ ମୁଁ ଆସିଲି। ଭାରି ଲାଜ ମାଡିଲା କଥା ଶୁଣି ଭାବିଲି କାହିଁକି ସଇତାକୁ ଏ କଥା କହି ମଲି। ଦଣ୍ଡେ ଗଲା ଦଣ୍ଡେ ମାନେ କିଛି କ୍ଷଣ ଗଲା। ତେବେ କହୁଛି ସଇତକୁ ମାନେ କାହିଁକି ମୁଁ କହୁଥିଲି ତାକୁ ଲାଜ ଲାଗିଲା। ପୁଣି ସେ କହୁଛି ସେ କହିଲେ ତୁ ବ୍ୟସ୍ତ ହନା ସତୀ ସାହୁକୁ କହିଛି କାଲି ସେ ଖଣ୍ଡେ ସବାରି ଠିକ କରିଦବ। ତତେ ନେଇ ତମ ଶାଶୁ ଘରେ ଛାଡି ଆସିବୁ ବୁଝିଲୁ। ଯାଇ ସେ ହସିବ ତାପରେ କଣ ବ୍ୟସ୍ତ ହନା କାହାକୁ କହିଛି ଏଇଟା ମଧ୍ୟ କଣ ବୁଝିଲୁ। ମନେ ରଖିଥା ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିବ। ସକାଳୁ ଖଣ୍ଡେ ସବାରି ଠିକ କରିଦେବା ପାଇଁ ନାଥ ନନା କାହାକୁ କହିଥିଲା। ସାହୁକୁ କହିଥିଲା। ଉପର ଲାଇନ ର ସାହୁରେ ଚିହ୍ନ ମାର କ୍ୱେଶ୍ଚିନ୍ ଆସିପାରେ ଯେ ତତେ ନେଇ ତମ ଛାତରେ ତେବେ କହିଲା ତୁ ଟିକେ ଅପେକ୍ଷା କରେ ବ୍ୟସ୍ତ ହନା ସକାଳେ ହେଇଗଲେ ମୁଁ ସାହୁକୁ କହିଛି ଗୋଟେ ସବାରି ନେଇ ଆସିବ ଏବଂ ସେଇଥିରେ ଆମେ ମାନେ ମୁଁ ତତେ ନେଇ ତୋର ଶାଶୁ ଘରେ ଛାଡିଦେବି। କି ଆଶ୍ଚର୍ଯ୍ୟ କଥା ଶାଶୁଘରକୁ ଯିବା ଚିନ୍ତାରେ ମତେ ଭୋକ ନାହିଁ ନା କଣ ନା ମତେ ଥଟ୍ଟା କରୁଛନ୍ତି। ପଚାରିଲେ ତୁମେ ଯିବ ନା ସାଙ୍ଗରେ କହିବୁ ଯଦି ଯିବି ସେତେବେଳେ ପଚାରିଲା ତମେ ଯିବ ମୋ ସାଙ୍ଗରେ ଶାଶୁଘରକୁ ଛାଡିବ ଆଉ ସେଠୁ ନାଥ ନନା କହୁଛି ହଁ ମୁଁ ତ ଯିବି ଯଦି କହିବ ମୁଁ ଯିବି। ଏଇ ନାଥ ନନା ମୋ କଥା ପଦକୁ ଯେ କୁଟିନିକି ମନେ କରି ସବୁ ଦୁଃଖ କଷ୍ଟ ମୁଣ୍ଡାଇ ନେବାକୁ ରାଜି। ଇଏ ଆଉ ମୋ ସ୍ୱାମୀ ଭଗବାନ ମଣିଷଙ୍କ ଭିତରେ ପୁଣି ଏତେ ପ୍ରଭେଦ ଥାଏ। ଗୋଟାଏ ଦମକା ପବନରେ ଘର ଭିତରେ ଆଲୁଅଟା ହଠାତ୍ ନିଭିଗଲା। ଅନ୍ଧାର ଭିତରେ ଦୁଇ ଯାକ ଚୁପ ହେଇ ବସି ରହିଲେ କାହାରି ମୁହଁରେ କଥା ନାହିଁ। କେତେବେଳେ ଜୋରରେ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ନାଥ ନନା ଡାକିଲେ ସତୀ। ଏବେ ପୁଣି ସେ ସେଇଠି ଭାବ ବିହ୍ୱଳ ହେଇ ଭାବୁଛି ଯେ ଇଏ ହଉଛି ସେଇ ନାଥ ନନା ଯିଏ ମୁଁ ଯାହା କହୁଛି ମୁଁ ସବୁ କଥା ମାନୁଛି କିନ୍ତୁ ଇଏ ଆଉ ମୋ ସ୍ୱାମୀ ଦି ଜଣଙ୍କୁ ଯଦି ପାର୍ଥକ୍ୟ ଦେଖିବା ତାହେଲେ ଆକାଶ ପାତାଳ ଫରକ। ଠିକ ସେଇ ସମୟରେ ଦମକା ପବନ ଅର୍ଥାତ୍ ଦଲକାଏ ପବନ କିଛି ପବନ ଗୋଟେ ଆସିକି ଘର ଭିତରେ ପଶିଗଲା ଆଉ ଆଲୁଅଟା ଲିଭିଗଲା। ତୁମେ ଚୁପ ହେଇ ବସି ରହିଲେ କାହାରି ମୁହଁରେ କଥା ନାହିଁ। କେତେବେଳେ ଗୋଟାଏ ଦୀର୍ଘଶ୍ୱାସ ପକାଇ କହିଲି ହଁ ହୁଁ ବୋଲି ଜବାବ ଦେଲା। ପୁଣି ସତେ 2 ମାସ ତଳର କଥା ମନେ ପଡେ ତୋର ଯେତେବେଳେ ବାହାରର ଏଇ ଝଡ ପବନ ପରି ତୁ ମୁକ୍ତ ସ୍ଵାଧୀନ ଥିଲୁ କାହାରି ଭଲମନ୍ଦ ପାଇଁ ଟିକେ ଚିନ୍ତା ଧକ ତୋ ମନକୁ ଛୁଇଁ ଯାଇ ନଥିଲା। ଏମିତି ଦିନେ ବର୍ଷା ରାତିରେ ଆମ ନିଶି ମତେ ହସି ହସି ଆସି କହିଲା ନନା ବଉଳ ଆମ ଘରକୁ ଆସିବ। ତେବେ ପୁଣି ମନେ ପକଉଛି ଯେ ହଁ ମୁଁ କ୍ଲାସରେ ଅଛି। ଅର୍ଜେଣ୍ଟ ଅଛି ହଁ ତ କହିଲା ପୁଣି ଯେ ତୋର ମନେ ଅଛି ଗୋଟେ ଥର ମନେ ପଡୁଛି ବଉଳ ଯିଏ ତାଙ୍କ ଶାଶୁର ସାଙ୍ଗ ତାଙ୍କୁ ଡାକିଥିଲା ତାଙ୍କ ଘରେ ପୂଜା ଥିଲା ଘରକୁ ଆସିବ ବୋଲି କହିଥିଲା ମନେ ପଡୁଛି ଘରକୁ ଯାଇଥିଲା ବର୍ଷା ରାତି ବର୍ଷା ହଉଥିଲା ଏବଂ ତାକୁ ନେଇ ଯାଇଥିଲା ଯେତେବେଳେ ଘରକୁ ଫେରିବାର ଥିଲା ତାକୁ କିଏ ନେଇକି ଛାଡି ଦେଇ ଆସିଥିଲା ତା ଘରେ ନାଥ ନନା ନେଇକି ଛାଡି ଆସିନଥିଲା ଗୋଟେ ଥର ନାଥ ନନାର ଆଚ୍ଛା ଷ୍ଟୋରି ସବୁ ମନେ ଅଛି ତ ଯାହା ଯାହା ଘଟିଗଲାଣି ନହେଲେ ଲେଖିପାରିବନି ଲଙ୍ଗ କୋଶ୍ଚିନ୍ ମନେ ଅଛି ତ ଖାଇଦେଲାଣି ଅବଶ୍ୟ ଏଡେ ବଡ ଗପଟା ତୁ ଆଗରୁ ପଢିଲେ ସେ ଏ ଉପନ୍ୟାସଟା ଆଗରୁ ପଢିଲେ ମୂଳ ପଳେଇଥିବ ତଥାପି ଟିକେ ଟିକେ ମୁଭିଟା ଫାର୍ଷ୍ଟ ଟାଇମ ପଢୁଛି ତମ ସାଙ୍ଗରେ ସେ ଆର ପିଲାକୁ ପଢା ହେଇନଥିଲା କାହିଁକି ନା ଅଲଗା ବିଷୟ ଗୁଡା ପଢା ହେଲେ ଏଇଟା ସମୟ ହେଲାନି ଛଡା ହେଇଯାଇଥିଲା ଏଥର ତମ ସାଥିରେ ମୋ ସାଙ୍ଗ ହେଇକି ପଢୁଛି ତେଣୁ ଯେତିକି ମନେ ଅଛି ତଥାପି ମନେ ରଖିପାରୁଛୁ ମାନେ ତମେ ବି ମନେ ରଖିବା ଉଚିତ ଓକେ ଠିକ ତ ଏବେ କଣ କହୁଛି ସେ ଗପ ମନେ ରହିଯିବ ନା ଜଲ୍ଦି ପାଠ ସିନା ମନେ ରହିବ ନା ଗପ ତ ମନେ ରହିଯିବ ତେବେ କହୁଛି ଗୋଟେ ଥର ମନେ ପକାଅ ଯେ ନାଥ ନନାର ଜନ୍ମଦିନ ହେଇଥିଲା ଆଉ ସେଇ ସମୟରେ ତାଙ୍କ ଘରେ ପୂଜା ରଖା ହେଇଥିଲା ବୋଲିକି ତାର ବଡ ମା ଆସିକି ନିମନ୍ତ୍ରଣ କରିଦେଇ ଯାଇଥିଲେ ସତୀ ଯାଇଥିଲା ସତୀ ଯୋଉ ଯାଇଥିଲା ତା ବଉଳ ଆସି ତାକୁ ଖୁସିରେ କହିଦେଇଥିଲା ସେଦିନ ବି ବର୍ଷା ହେଲା ସତୀ ଯାଇପାରିଲା ନାହିଁ ବଉଳ ଆସି ତାକୁ ନେଇକି ଯାଇଥିଲା ଆଉ ଫେରିଲା ବେଳେ ନାଥ ନନା ଆଣିକି ଘରେ ଛାଡି ଦେଇଥିଲେ ସେଇ କଥାକୁ ପୁଣି ମନେ ପକଉଛି
केते स्वप्न विलास केते सुकल्पना मन को मोर कोको राज्य को टाणी नेला से कथा पद कर आज କିନ୍ତୁ ଏଇ କେଇଟା ଦିନରେ ତୋ ମୋ ଭିତରେ କେତେ ଛଡା କେତେ ଦୂର ହେଇଗଲାଣି ତବେ ପୁଣି କହୁଛି ସେ ଯୋଉ କଥା କହିଦେଇଥିଲା ନାଥ ନନା ମନେ ପକଉଛି ଯେତେବେଳେ ଗୋଟେ ଥର ବର୍ଷା ହଉଥିଲା ଆଉ ମୋର ଭଉଣୀ ନିଶି ଆସିକି ବଉଳ ନିଶି ଆସିକି ମତେ କହିଲା ଯେ ବଉଳ ଆସିବ ବୋଲିକି ସେଇ କଥା ପଦକରେ ମୁଁ ଅତି ସୁକଳ୍ପନା ଅର୍ଥାତ୍ ମନରେ ସବୁ ବଢିଆ ସୁନ୍ଦର ସୁନ୍ଦର କଳ୍ପନା ଜାତ ହେଇଯାଇଥିଲା କେତେ କଣ ମୁଁ ଭାବି ଦେଇଥିଲି ଆଉ ସେଇ ସମୟର କଥା ଆଉ ଆଜିର କଥା ଆକାଶ ପାତାଳ ଫରକ ଏବେ ଇଏ ବାହା ହେଇଗଲେଣି ଆଉ ଘର ତା ଘରର ବୋହୂ ହେଲାଣି ତେଣୁ ସେଇ କଥା ପୁଣି କହିଲା ମନେ ମତେ ବଡ ପାଟି କରି କହିବାକୁ ନାହିଁ ଆଗ ପରି ସେଠି ମୁକ୍ତ ସ୍ୱାଧୀନ ଅଛି ଆଜି ଯାଏଁ ସଦା ସାଙ୍ଗେ ଚିନ୍ତାଟା ଦୂରେଇ ଯାଇନି କେବଳ ତମ ଛଡା ଲାଜରେ କିଛି କରେ ଏବେ ସତ୍ୟ କଥା ଶୁଣିବା ହଉଛି ଯେ କାହିଁକି ନା ସେ ତ ତା ସ୍ୱାମୀକୁ ଘୃଣା କରେ ନା ତା ସ୍ୱାମୀ ଏକରେ ତାକୁ ଛାଡିକି ଗଲାଣି ତେଣୁ ଗାଳି କରେ ରାଗେ ତ କହୁଛି ମନେ ମନେ ଭାବୁଛି ମୁଁ କହିଦେବି ଯେ ମୋର ଜନ୍ମ ଛଡା ଆଉ କାହାକୁ ଚିନ୍ତା କାହା ବିଷୟରେ ମୁଁ ଚିନ୍ତା କେବେ କରେ ନାହିଁ କିନ୍ତୁ ଯେହେତୁ ଝିଅଟା ବାହା ହେଇସାରିଛି ଲାଜ ଲାଗିଛି ସେ କରେ ଅନେକ ବେଳେ ଗଲେ ସେ କିଛି କହିଲେନି ବାହାରେ ବର୍ଷା ପବନ ଅନ୍ଧାର ଭିତରେ ପାଖ 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 ହେଇ ସେ ଆଉ ଘର ଅନ୍ଧାର ମାନେ ସେ ଯୋଉ ରୁମ ଯୋଉ ଛୋଟିଆ ବଖରାଟେ ମିଳିଥିଲା ଲାଇଟ ଟା ତ ପବନରେ ଝାକୁ ଯାଇଛି ସେ ଦି ଜଣ ଠିଆ ହେଇଛନ୍ତି ଡର ଲାଗିଲା ଯଦି ପାଖ ଆସି ମତେ ଶୋଇବାକୁ ଡାକନ୍ତି କଣ କରିବି ମତେ ଆଉ ତ ଉପାୟ କିଛି ନାହିଁ ଘରେ ଛାଡି ତେବେ କହୁଛନ୍ତି ଚାରିଆଡେ ବାହାରେ ବର୍ଷା ଝଡ ତୋଫାନ ଲାଇଟ ନାଇଁ ଅନ୍ଧାର ଟିଭିଟି ଲିଭି ଯାଇଛି ପବନରେ ଘର ଭିତରେ ଗୋଟେ ମାତ୍ର ବିଛଣା ସପଟିଛି ବାହାରେ ଯାଇକି ରହିଛନ୍ତି ସେ ଆମକୁ କେତେ ଜଣ ସେଥିରେ ବିଛଣା ଦେବେ କି ନାଇଁ ତେଣୁ ସିଏ କଣ ରାତିରେ ପହଞ୍ଚି ଯାଇଛନ୍ତି କେମିତି ସକାଳେ ନିଜ ନିଜ ଘରକୁ ତେଣୁ କରିକି କହୁଛି ଗୋଟେ ଜାଗାରେ ଯେହେତୁ ବାହା ହେଇସାରିଛି ଆଉ ଗୋଟେ ବାହାର ବୋହୁ କେମିତି ଆସିଲେ ଏଠି ରହିବି ତା ପାଖରେ କହିକି ମନରେ ତାର ଅଜସ୍ର ଭୟ ଜାତ ହେଇଥିଲା ପୁଣି ଅନେକ ବେଳ ପରେ ସେ କହିଲେ ସତ୍ୟ ତୁ ଏଠି ମୁଁ ଯାଉଛି ପୁଣି ନାଥନ ଯେତେବେଳେ କିଛି ସମୟ ଅପେକ୍ଷା କରିଗଲା ସତ୍ୟ ତୁ ଏଠି ଆସିବ ମୁଁ ମୋର ବାହାରକୁ ଯାଉଛି ନିଶ୍ଚିତ ହୋଇ ପଚାରିଲି ଆଉ ତମେ କୋଉଠି ଶୋଇବ ଆମ ଆର ଘରେ ମୁଁ ଏଇ ପିଣ୍ଡା ମଣ୍ଡରେ ଟିକେ ପଡିଯିବି ଆଉ ଦିଟା ଘଣ୍ଟା ପାଇଁ ମୋର କଣ ଅଛି ତେଣୁ ଯେତେବେଳେ ସତୀ ପଚାରିଲା ତମେ କୋଉଠି ଶୋଇବ ଆର ଘରେ ଆଉ ଗୋଟେ ଘର ବୋଧେ ଅଛି ବୋଲି ସତୀ ଭାବୁଛି କିନ୍ତୁ ନାଥ ତାର ପ୍ରଶ୍ନରେ ଉତ୍ତର ଦେଲା ମୋର କଣ ଅଛି ପୁଅ ପିଲାଟା ଏଇ ପିଣ୍ଡା ମାନେ ତା ଯୋଉ ପିଣ୍ଡା ପହଣ୍ଡରେ ଅର୍ଥାତ୍ କୋଉଠି ଗୋଟେ ଯୋଉ ପିଣ୍ଡାରେ ଜାଗା ଟିକେ ଅଳ୍ପ ଟିକେ ଯୋଉ ଅଣଓସାରିଆ ଜାଗା ଟିକେ ଘରର ସାମ୍ନାରେ ପିଣ୍ଡା ନଥାଏ କି ବାରଣ୍ଡା ପିଣ୍ଡା ସେଠି ଶୋଇଯିବି ମୋର କଣ ଅଛି ଘଣ୍ଟାକ ପାଇଁ ମୋର କଣ ଅଛି ଘଣ୍ଟାକୁ ପାଇଁ ଅର୍ଥାତ୍ ପାଇଁ ଘଣ୍ଟେ ପାଇଁ ଆଉ ତ ଅଳ୍ପ କେଇ ଘଣ୍ଟା ପାଇଁ ଅର୍ଥାତ୍ ଆଉ କେତେ ସମୟ ରାତି ପାଇବ ଆମେ ପୁଣି ଯିବା ତେଣୁ କରିକି ମୋର କଣ ଅଛି ମୋର ଟିକେ ରେଷ୍ଟ ନେଇପାରିବି ଏଇ ବର୍ଷା ପବନ ଆଉ ଶୀତରେ ଏମିତି କୁକୁଡ଼ା ପିଣ୍ଡାଟାରେ ଦଣ୍ଡକେ ଆଶଙ୍କା ଉତ୍କଣ୍ଠାରେ ସବୁ ଭୁଲି ଯାଇ କହିବ ନାଇଁ ନାଇଁ ତାହା ହବ ନାଇଁ ଏଇ ବର୍ଷାରେ ପଦାଟାରେ ଯାଇ ଶୋଇବ କଣ ଜର ଡାକି ଆଣିବାକୁ ଆଣିବ ନା କଣ ତମେ ଏଇଠି ଶୁଅ ପଛେ ସତୀ କହୁଛି ନାଇଁ ନାଇଁ ପିଣ୍ଡାରେ ମାନବିକତା ଦୃଷ୍ଟିରୁ କହୁଥିଲି ପିଣ୍ଡାରେ ଶୋଇବା ଦରକାର ଝଡ଼ ବର୍ଷା ହଉଛି ତମକୁ ଜର ଏଇଠି ଆସିକି ଶୋଇଯାଅ ଆଉ ତୁ ବିଛଣା ଜମା ଖଣ୍ଡେ ଆଗ୍ରହରେ କଣ୍ଠ ତାଙ୍କର ଥରିଗଲା କହିଲି ମୁଁ ପଛେ ପିଣ୍ଡକୁ ଯାଉଛି ତେବେ ଯେତେବେଳେ ସତୀ କଥା କହୁଛି ନାଥ ନନା ବୁଝିଲା ଆଉ ତୁ ସତୀ କହୁଛି ମୁଁ ପଛେ ପିଣ୍ଡକୁ ଯାଉଛି ସେ ହସିଲେ ହତାଶର ବେଦନାରେ ଭଟୁରି ଯାଇଥିଲା ଯେପରି ସେ ହସ କହିଲେ ନାଇଁ ଲୋ ଦୁଷ୍ଟ ମୁଁ ପିଣ୍ଡାରେ ଶୋଇ ଘର କବାଟଟା ପଦାରୁ ଆଉଜି ଦେଇ କହିଲେ ଭିତରୁ କବାଟ ଦେଇ ଶୋ ମୁଁ ଯାଉଛି ନାଥ ନନା ବାହାରକୁ ଆସିଲେ ଏବଂ ସତୀ କହିଲେ ତୁ ଭିତର ପଟୁ ଆଉଜି ଦେଲେ ଡୋରଟା ଏବଂ କହିଲେ ତୁ ଭିତରୁ କବାଟଟା ଦେଇଦବୁ ମୁଁ ଯାଉଛି ଭାବିଲି ମୁଁ ଶୋଇବି ଏଠି ଘର ଭିତରେ ବିଛଣାରେ ନିଶ୍ଚିତରେ ଆଉ ସିଏ କୋଉ ଅପାନ୍ତରା ପଦାର୍ଥରେ ପାଣି ପବନରେ ଏମିତି ପଡିଲେ ସିନା ରାତି ଯାକ ଅପାନ୍ତରା ମାନେ ଗୋଟେ ଭଲ ଜାଗା ନୁହେଁ ଠିକ ଜାଗା ନୁହେଁ ଉପଯୁକ୍ତ ସ୍ଥାନ ନୁହେଁ ଅଳିଆ ଆବର୍ଜନା ଚାରିପଟେ ବର୍ଷା ପଡୁଛି ପିଣ୍ଡାଟା ସେଇ ଜାଗାରେ ସେ ଶୋଇବେ ବିଛଣାଟାକୁ ରାଗରେ ଗୋଡରେ ଫୋପାଡି ଦେଇ ସେଇ ଓଦା ଭୁଇଁରେ ଲଥକିନି ଶୋଇ ପଡିଲି ବାହାରେ ଯେତେବେଳେ ମନ ପରାସକୁ ଟାହୁଲ କରି ଝଡ କରିଦେଇଥିଲା ତ ପୁଣି କହୁଛି ମୋର ମନ ପରାସ ହଉଛି ମନ ପ୍ରାଣକୁ ମୋର ହୃଦୟକୁ ସତେ ଯେମିତି ମତେ ଯେତେବେଳେ ବାହାରର ଘଡଘଡି ବିଜୁଳି ମାରୁଥିଲା ମୁଁ କଣ କଲି ବିଛଣାକୁ ଗୋଡରେ ଆଡେଇ ଦେଇ ସେ ଓଦା ଭୂମିଟାରେ ମାଟି ଉପରେ ଶୋଇପଡିଲି ଆଉ ସେଇ ସମୟରେ ଯୋଉ ବାହାରେ ଯୋଉ ବିଜୁଳି ଘଡଘଡି ମାରୁଥିଲା ସତେ ଯେମିତି ସେ ମତେ କମେଣ୍ଟ କରିକି ମାରୁଥିଲା ମତେ ମାନେ କିଛି ଗୋଟେ ଇସାରା କରିକି ଗୋଟେ ବିଦ୍ରୁପ କରିକିନା ବ୍ୟଙ୍ଗ କରିକିନା ବିଜୁଳିଟି ମାରୁଥିଲା ସେଇଭଳି ମନେ ହେଲା ଝଡ ଗର୍ଜନ କରୁଥିଲା ସତେ ଯେମିତି ମତେ ବ୍ୟଙ୍ଗ କରିକି ମତେ କିଛି କମେଣ୍ଟ କରିକି ମାରୁଥିଲା ସେଇଭଳି ଲାଗୁଥିଲା ସକାଳୁ ଉଠିବା ସେଟା ଗୋଟେ ଟାହୁଲି କରିବା ମାନେ ତମେ ଗୋଟେ
ତମେ କାହା ଗୋଟେ ଥଟ୍ଟା ମଜାରେ ଯୋଉ ଥଟ୍ଟା କରିବା ସେଇଭଳି ସକାଳୁ ଉଠିବା ଆଗରୁ ନାଥୁରାଣୀ ମଧ୍ୟ ଆସି ଡାକିଲେ। ଧଡ଼ପଡ଼ ହୋଇ ଉଠି ବସିଲି, ମୁଣ୍ଡରେ ଲୁଗା ଦେଇ ପଚାରିଲେ, ରାତିରେ କବାଟ ଖୋଲା ଥିଲା ପରା? ତାପରେ ଭାରି ଆଶ୍ଚର୍ଯ୍ୟ ହୋଇ କହିଲେ, ବିଛଣା ଛାଡ଼ି ଏମିତି ଓଦା ମୁଣ୍ଡରେ ରାତି ଯାକ ଶୋଇଛୁ ନା? ପୁଣି ସକାଳ ହେଲା, ନାଥୁରାଣୀ ଯେତେବେଳେ ଆସିକି ଦେଖିଲେ, ବସି ପଡିଲା, ମୁଣ୍ଡରେ ଲୁଗା ଦେଇ ପଚାରିଲେ, ରାତି ଯାକ କବାଟ ଦେଇନି, ରାତି ଯାକ କଣ ଏମିତି କବାଟ ଖୋଲା ଥିଲା? ଆଉ ତୁ ବିଛଣା ଉଠେଇ ଦେଇକି ପେଲି ଦେଇକି କଣ ତଳେ ଶୋଇଛୁ? କହିଲି, ନିଜେ କୋଉ ଏବେ ହଟ୍ଟଗୋଲରେ ଶୋଇଥିଲେ ଶୁଣେ, ଏବେ ସତକୁ ତମେ କଣ ହଟ୍ଟଗୋଲରେ ଶୋଇଥିଲେ? ଏବେ ଯାଇକି ତଳେ ବାରଣ୍ଡାରେ ବର୍ଷାରେ ଶୋଇଥିଲେ ନା? ଶାନ୍ତକତାରୁ ସୁଖ ତାଙ୍କ ମୁହଁ ଉଜ୍ଜଳ ହେଉଥିଲା। ସେ କହିଲେ, ହଉ ଦେ ଚଞ୍ଚଳ ଦାନ୍ତ ଘଷିବା, ସବାରି ଆସିଲାଣି କି ନା ମୁଁ ଦେଖେ। ଦେଖିଲା ଆସିକି ସବାରି ବାହାରୁ ଆସିକି ସବୁଠି ଆସିଲାଣି କି ନାହିଁ ଆକୁ କହିଦେଇଗଲା, ଜଲ୍ଦି ଜଲ୍ଦି ଦାନ୍ତ ଘଷିବା। ସେ ପଦାକୁ ଚାଲିଗଲେ, କିଛି ସମୟ ପରେ ଫେରି ଆସି କହିଲେ, ଏ ସବାରି ତ ମିଳିଲାନି, କୋଉଠୁ ଖୋଜି କରିବି, ଖଣ୍ଡେ ବଳଦ ଗାଡି ଆସିଛି, କଣ କରିବି, ଯାଇପାରିବୁ ସେଥିରେ? ତ ସବାରି ତ ମିଳିଲା, ବଳଦ ଗାଡି ସେଇ ସମୟରେ ବଳଦ ଦିଟା, ମାନେ ତମର ବଳଦ ଦେଖିଛ ସମସ୍ତେ ଚାଷ କରାଯାଏ, ଯୋଉ ହଳ କରାଯାଏ, ସେଇଭଳି ଶଗଡ ଗାଡି ଥାଏ, ଶଗଡ ଗାଡି ବଳଦ ଟାଣ, ସେଇଭଳି ବଳଦ ଗାଡି ଖଣ୍ଡେ ମିଳିଛି, କଣ କରିବି, ଯାଇପାରିବୁ ସେଥିରେ? କେତେ ଚିନ୍ତା ସତ୍ତ୍ୱେ ଆଙ୍କର ମୋ ପାଇଁ କହିଲେ, ହଁ ସେଥିରେ ଯିବି। ନାଥ ନନାଙ୍କ ସଙ୍ଗେ ବାହାରକୁ ଆସିଲି, ପାଇପାରିବି, ୟାର ପାଖରେ ଯାଇ ବସିଲି ଗାଡିରେ, ମୋ ଆଗରେ ନାଥ ନନା ବସି ଗାଡି ବାଲାକୁ କହିଲେ, ଅଡା। ଅଡା ମାନେ ଆଗକୁ ଆଗକୁ ଚାଲ, ଗାଡି ବାଡେଇ ଚାଲ। ତେବେ ଗାଡି ବାଲା ପଚାରିଲା, କୋଉଠିକି ଯିବ ବାବୁ? ନରହରି ମିଶ୍ରଙ୍କ ଘରକୁ। ନରହରି ମିଶ୍ର କିଏ? ଏଇଟା ଚିହ୍ନ ମାରିଦିଅ, କିଏ ସିଏ? ନରହରି ମିଶ୍ର ସେ ଯୋଉ ତୁମର ସାହୁକାର ଯୋଉ ଲୋକଟି, ଜମିଦାର ଲୋକଟି, ତାର ନାଁ ହେଲା ନରହରି ମିଶ୍ର। ତେଣୁ କରିକି ତା ଘରକୁ ଯିବା ପାଇଁ କହିଲେ। ଖରା ପଡି ନଥିଲା ସେତେବେଳକୁ, ରାତି ବରଷାରେ ଠାଏ ଠାଏ ପାଣି ଜମିଥିଲା। ରାତିରେ ଯେହେତୁ ବର୍ଷା ହଉଥିଲା, ତେବେ ସେତେବେଳକୁ ସକାଳୁ ଉଠିକି ଏମାନେ ଯାଇଛନ୍ତି, ସେଇ ସମୟରେ ଖରା ପଡିବ। ତେଣୁ କରିକି ନା ରାତିର ବର୍ଷା ପାଇକି ରାସ୍ତା ତ ଚିକିଣିଆ ରାସ୍ତା ନୁହେଁ, ପାଣି ପଡିଲେ ଗଡିଯିବ। ସେଇଠି କଣ ହେଇଛି, ଖାଲ ଖାଲ ଜାଗା ଯୋଉଠି ଅଛି, ପାଣି ଟିକେ ଟିକେ ଠାଏ ଠାଏ ପାଣି ଜମିକିନା ଅଛି। ପୃଥିବୀ ଯେପରି ତାହାର ପାହାନ୍ତା ଗାଧୁଆ ସାରି ଓଦା ଲୁଗାରେ ଠିଆ ହୋଇ ଗଛ ପତ୍ରର ନୀଳାମ୍ବରୀ ଚିପୁଡି ପିନ୍ଧୁଥିଲା। ଆଉଥରେ ନୀଳାମ୍ବରୀ ହେଲା ଯୋଉ ନୀଳ ଅମ୍ବର, ହେଲା ନୀଳାମ୍ବରୀ, ନୀଳ ନୀଳ ଆକାଶ, ସତେ ଯେମିତି ପୃଥିବୀ ଓଦା ହେଇ ଗଛ ପତ୍ରର ନୀଳ ରଙ୍ଗକୁ ସବୁଜକୁ ପିନ୍ଧି ପକେଇଥିଲା ଲୁଗା କରିକି, ସେଇଭଳି କିଛି ମନେ ନଥିଲା ଦୃଶ୍ୟଟି। ବାହାର ଆଡକୁ ଯାଇ ନାଥ ନନା ବସିଛନ୍ତି ଗାଡି ଭିତରେ। ରାତି ପରି ମୁହଁରେ ଆଉ ହସ ନାହିଁ। ତେବେ ରାତିରେ ଯେମିତି ହସୁଥିଲେ, ଆଉ ହସ ନାହିଁ, ବସିଛନ୍ତି ସେମିତି ଚୁପଚାପ। ଏକ ଧ୍ୟାନରେ ତାଙ୍କ ଆଡେ ଚାହିଁ ଚାହିଁ ଭାବିଲି, ଆଉ କେତେ ଦଣ୍ଡ ପଡିବ, ଏଇତକ ଦେଖା ବି ମୋର ସରିଯିବ କେତେ ଦିନ ଲାଗି, କିଏ ଜାଣିଛି। ଏତେ ଦୁଃଖ ଭିତରେ ଖାଲି ଖାଲି ରାତି ସୁଖ ଦୁଃଖ ମନ ଗନ୍ଥିଲା। ରାତିରେ ଯୋଉ ଭଲରେ ବସିକି ଗପସପ ହଉଥିଲେ, ଏତେ ପ୍ରିୟ ଲୋକଟିଏ ତା ପାଖରେ ବସିକି ଗପସପ ହଉଥିଲା, ସେତିକି ଖୁସିକୁ ଛାଡିଦେଲେ ବାକି ତାର ଜୀବନ ଦୁଃଖ ପୂର୍ଣ୍ଣ ଭଳି ମନେ ହଉଥିଲା। ତେଣୁ ସେ ସେଇଟାକୁ ଗଣ୍ଠି ଧନ, ଅର୍ଥାତ ଗୋଟେ ମୂଲ୍ୟବାନ ଧନ ବୋଲି ଭାବି ଦେଇଛି ମନେ ମନେ, ଏବଂ ମନ କଷ୍ଟ ହେଲେ ଦୁଧ ଦେବାକୁ ଖାଲି ଏଇସବୁ ଅମୂଲ୍ୟ ନିଧି ପରେ ମନରେ ସଞ୍ଚା ଥିବ ସବୁ ସବୁଦିନ ପାଇଁ। ତେବେ ଯେତେବେଳେ ମନେ ମନେ ଭାବୁଥିଲା, ମୋର ଜୀବନରେ କିଛି ଆଉ ସୁଖ ତ ନଥିଲା, ସୁଖ ତ ନାହିଁ, ତେବେ ଯୋଉ ପ୍ରିୟ ଲୋକଟି ପାଖରେ କିଛି ସମୟ ଅତିବାହିତ କରିଥିଲା, ତା ସାଙ୍ଗେ ଯୋଉ ଦି ପଦ ହସିକି କଥା ହେଇଛି, ସେତିକି ବି ମୋର ଶ୍ରେଷ୍ଠ ଧନ, ଯାହାକୁ କି ଯେତେବେଳେ ମନ ଦୁଃଖ ହବ, ସେଇ କଥାକୁ ଭାବିକି ମୁଁ ମୋର ଦୁଃଖଟିକୁ ଦୂର କରିପାରିବି। ଗାଡି ଚାଲିଲା ଅଜଣା ଅପନ୍ତରା ବାଟ ଦେଇ, ବିଲ ଗହୀର ଭିତରେ ବରଷ ବତୁରା ହୋଇ ପାଚିଲା ଧାନ କିଆରି ଯେପରି ହଳଦୀ ଲଗେଇଥିବା ଶାଶୁ ଘରକୁ ଯିବ ବୋଲି, ଆଉ ପାହାନ୍ତା ପବନ ତାର ଓଦା ମହକଟିଏ ଭାର ନେଇ ଯାଉଥିବା ବରଷ। ତେବେ ଏଇ ଯୋଉ ଦୃଶ୍ୟଟିକୁ ଏଠି ଲେଖକ ବର୍ଣ୍ଣନା କରିଛନ୍ତି ବା ଉପନ୍ୟାସିକ ବର୍ଣ୍ଣନା କରିଛନ୍ତି, ସତେ ଯେମିତି ଧରଣୀ ମା ବର୍ଷା ଟିକକ ପଡିଛି, ଆଉ ପାଚିଲା ଧାନ ଗଦା ଗୁଡିକ, ଧାନ ଗଛ ଗୁଡିକ ବତୁରା ବତୁରା ମାଟିରେ ନଈ ଯାଇଛି, ସତେ ଯେମିତି କନ୍ୟାଟିଏ ବରବେଶରେ ମଙ୍ଗୁଳି ହେଇକି ବସିଛି, ଶଙ୍କୁଳିଆକୁ ଯିବ ବୋଲି, ବର ହବ ମାନେ ବାହା ହବ ବୋଲି, ସେଇଭଳି କିଛି ପ୍ରତୀୟମାନ ହେଉଥିଲା। ବାଟ ଘାଟରେ ଭଲ ହିଁ ଖରା ପଡି ଯାଇଥିଲା। ତାଙ୍କ ଘରେ ପହଞ୍ଚିଲା, ଯେତେବେଳେ ଯାଇକି ସେ ସାହୁକାର ଘରେ, ଜମିଦାର ଘରେ ପହଞ୍ଚି ଗଲେ, ସେତେବେଳକୁ ଖରା ପଡି ସାରିଥିଲା। ଦାଣ୍ଡ ପିଣ୍ଡାରେ ସ୍ୱାମୀ ବସିଥିଲେ, ଗାଡି ରହିବା ଦେଖି ପଚାରିଲେ, କାହା ଗାଡି? ତେବେ ସ୍ୱାମୀ, ସେ ଯୋଉ ଜମିଦାର ଜଣକ ଦାଣ୍ଡ ପିଣ୍ଡାରେ ବସିଥିଲେ, ଯେତେବେଳେ ଆମର ବଳଦ ଗାଡିଟି ରହିଥିଲା, ସେ ସମୟରେ କହିଲେ ଯେ ଇଏ କାହା ଗାଡି ବୋଲି ପଚାରିଲେ। ନାଥ ନନା ଗାଡିରୁ ଓହ୍ଲାଇ ମତେ କହିଲେ, ସତେ ତୁ ବସିଥା ଏଠି, ମୁଁ ଘର ଭିତରେ ଖବର ଦିଏ। ତାକୁ କହୁଛି, ତୁ ଏଇଠି ବସିଥା, ମୁଁ ଯାଇକି ଘର ଭିତରେ ଖବର ଦେଇକି କହୁଛି, ନାଥ ନନା କହୁଛି।
से मो स्वामी पाखु जाई तुम तुम कौन कहले बरड़ा ताटी फांकरे मो चाहता सियाड़ी मो स्वामी से कथा सुनी रागरे पाटी करी कौन करी पाइला कि एठी आसीची बेहिया मुहा देखैबा पुतेरे सहर रे ढेर ईर्ष्या पड़ा अछि नहीं जाय सेती मु चाहेबी नहीं रागी जी स्वामी रो कथा ये बुझी नहीं स्वामी रो कथा रे एक मन रे चले नहीं तेणु कर रागी कोन बहुत सारा विद्यालय अछि विद्यापड़ा अछि नहीं से छाड़ दो एटी से तो किछ करिनी मते मो पाखे रहबा आवश्यक नहीं ता मु चाहेबी नहीं नाचना ना विरक्ति कहले कौन बड़ा छोटा पिला कर कहउछन आपण टिके बुझी सुझी कथा से नाचना रागी गला तार प्रिय लोक टिठी तेणु कर एमती कौन छोट पिला भଳି कौच टिके बुझी सुझी कथा हुआ देखिए जेते बड़ा कहला से पुणी रागी गले की रागिले से पुणी रागिले हाँ साहुकार जमीदार जो मिश्र बाबू रागी गले से रागरे गर्जी उठी कहले कौन छोट लोक ना से ଏତେବେଳେ କହୁଛି ନା ଛୋଟ ପିଲା ଲୋକଙ୍କ ଭଳି କାହିଁ କଥାବାର୍ତ୍ତା କରୁଛ ତେଣେ କହିଲା କଣ ଛୋଟ ଲୋକ କହୁଛ ମୁଁ ନା ସିଏ ଛୋଟ କଣ କହୁଛୁ ଠାକୁରଙ୍କ ପାଖରେ କୃତ୍ରିମ କରି ପଛକୁ ରହି ଯାଇଥିଲା କୋଉ ନାଗରଙ୍କ ପାଖରେ ରାତି ଠାକୁରଙ୍କ ପାଖରେ କୃତ୍ରିମ ଅର୍ଥାତ୍ ଠାକୁରଙ୍କ ପାଖକୁ ଯୋଉ ଯାଇଥିଲା ସିଏ ତେଣୁ ଇଏ ଭାବୁଛି ସିଏ ଗୋଟେ ଜାଣି ଜାଣି ଚାଲି ଯାଇଥିଲା ଠାକୁରଙ୍କ ପାଖରୁ ହେଲା ତେଣୁ ସେଠି ଠାକୁରଙ୍କ ଆଳୁ ଦେଖାଇବା ଠାକୁରଙ୍କୁ ଦେଖିବା ବାହାନାରେ କୁଆଡେ ଯାଇକି ପଛକୁ କରିକି ଯାଇକି କୋଉ ନାଗରଙ୍କ ପାଖରେ ରହିବା ପାଇଁ ଚାଲି ଯାଇଥିଲା ସକାଳୁ ଆସୁଛନ୍ତି ଭଲ ଲୋକ ହେଇ ଏବେ ନା ମୁଁ ଓଲୁ ନୁହେଁ ସବୁ ବୁଝେ ଭଲ ଗତିଜୀବୀ ଅଛି ଯାଉ ସେ ମୋ ଆଗରୁ ଏଇ ଘରେ ନହେଲେ ପିଆଦା ଡକାଇ ଟଣ୍ଟିଆ ମାରି ତଡି ଦେବି ଏଠୁ ପିଆଦା ଡକାଇଲେ ତାର ଘର ବିଦା କରନ୍ତି ଘରେ ଜଗିଥାନ୍ତି ଘର ତାହେଲେ ତାଙ୍କୁ ଡାକିବି ଜଗୁଆଳକୁ ଯଦି ସେ ଭଲରେ ନଯିବ ତାକୁ ତଣ୍ଟିଆ ମାରି ଘରୁ ବିଦା କରିଦେବି ଆଉ ଶୁଣି ପାରିଲି ନାହିଁ ଗାଡି ଭିତରେ ମଲମ ପକଡ଼ି ଶୋଇ ପଡିଲି ମନେ ହେଲା ମା କଣ ଜାଣିପାରି ନାହାନ୍ତି ଏସବୁ କଥା କିନ୍ତୁ ସେ ଦମ୍ଭଟିକ ମୋର ଉଭେଇ ଗଲା ସେ ଯେ କାଲିଠୁ ଏଠି ନାହାନ୍ତି ତେବେ ସତ୍ୟର କାନରେ କଥା ଗୁଡିକ ବାଜିଲା ଏତେ କଟୁ କଥା ଶୁଣିକି ତାକୁ ଖରାପ ଲାଗିଲା ଏବଂ ସିଏ ସେଠି ଶୋଇ ପଡିଲା ଭଳି ଲାଗିଲା ତାକୁ ଶୋଇ ପଡିଲା ଟିକେ ମନ ମନ ହେଲା ଏଇଭଳି କଥା ସେ କହୁଛନ୍ତି ମା କଣ ଶୁଣୁନାହାନ୍ତି ପୁଣି ମନେ ପକେଇଲା ମା ତ କାଲି ଠାରୁ ପଳେଇଛନ୍ତି ପୁରୀ ସେ ନାହାନ୍ତି ଏଇ ମୋ ସ୍ଵାମୀ ୟାଙ୍କ ଲାଗି କାଲି ରାତିରେ ନିଜକୁ ଅନ୍ୟଠାରୁ ବଞ୍ଚାଇବାକୁ ଯାଇ ରାତି ସାରା ମତେ ପୁଣି ଭଲ କରି ନିଦ ହେଇନଥିଲା ନାଥ ନନା ଗାଡି ପାଖକୁ ଆସି ଗାଡି ବାଲାକୁ ଦୂର ମଧ୍ୟରେ କହିଲେ ଚଲା ତାଙ୍କ ରାଗ ଦେଖି ଗାଡି ବାଲା ପଛରେ ବାଉଳା ହୋଇ ଯାଇଥିଲା ଡରି ପଚାରିଲେ କୋଉଠିକି ବାବୁ ରେଳ ଷ୍ଟେସନ ତେବେ ଯେତେବେଳେ ନାଥ ନନା ଏଇଭଳି କଟୁ କଥା ତାଙ୍କର ଶୁଣିଲେ କହିଲେ ଚଲା ପଳେଇବା ଚାଲି ଏବେ ମୁଁ ବି ଭଲ ମନେ ସତିବା କହୁଛି ମୁଁ ବି ଭାବୁଥିଲି ଏଇ ଲୋକ ପାଇଁ ଯେହେତୁ ମୋ ସ୍ଵାମୀ ଯେହେତୁ ମୁଁ ଗୋଟେ ସ୍ଵାମୀକୁ ବାହା ହେଇଛି ସେଥିପାଇଁ ମୁଁ ସେଠି ଗୋଟେ ବିଛଣାରେ ମଧ୍ୟ ଶୋଇବାକୁ ଡରିଲି ଡରି ଡରି ରାତି ସାରା ଅନିଦ୍ରା ହେଇଛି ତାପରେ ଇଏ ମତେ ଘରୁ ବାହାର କରିଦେଉଛି ଏଇଭଳି କେତେ ଗୁଡେ ସ୍ୱପ୍ନ ନିଶ୍ଚିତ ମନ ଭିତରକୁ ଆସିଲା ସତୀର ଏବଂ ଏପଟେ ନାଥ ନନାର ମନରେ ଅଜସ୍ର ରାଗ ତେଣୁକରି ସେ ଗାଡି ବାଲାକୁ କହିଲା ଆଗକୁ ଯିବା ପାଇଁ ଗାଡି ବାଲା ତ ଜାଣିନି କୁଆଡେ ଯିବ ପଚାରିଲା କୁଆଡେ ଯିବ ଷ୍ଟେସନ ଯିବା ରେଳ ଷ୍ଟେସନ ଚଳନ୍ତା ଗାଡି ଭିତରେ କେଉଁ ଅଜଣା ବାଟର ବାଟୋଇ ମୁଁ କୁଆଡେ ଯାଉଛି କଣ କରିବି କିଛି ଜାଣିନାହିଁ ଦି ଦିନ ଆଗରୁ କଣ ଥିଲି ଆଜି କଣ ହେଇଛି ତେବେ ପୁଣି ମନେ ମନେ ଭାବିଲା ଦି ଦିନ ଆଗରୁ ସାନ୍ତାଣୀ ଥିଲା ଏ ଘରେ ଆସିକି ଜମିଦାର ଘରେ ଆଜି ଘରକୁ କେହି ନଉନାହାନ୍ତି ତେଣୁକରି ମନେ ମନେ ଭାବୁଛି ଆଜି କଣ ଯେପରି ଗୋଟେ ଯୁଗ ଗୋଟାଏ ଜନ୍ମ ଏହା ଭିତରେ ବିତିଗଲାଣି ଦଣ୍ଡକର ଟିକିଏ ମାତ୍ର ଭୁଲ ପାଇଁ ଯାହା ହେଇପାରେ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲି ସେଇ ଆମ ଉପାୟରେ ଘଟିଗଲା ଅଥଚ କିଏ ମତେ ସେଥିଲାଗି ତିଳେ ହେଲେ କ୍ଷମା କଲା କି ସମାଜରେ ସ୍ତ୍ରୀ ପ୍ରତି ସ୍ୱାମୀର ସବୁଠାରୁ ବଡ ଦଣ୍ଡ ମୋ ପାଇଁ ବ୍ୟବସ୍ଥା ହୋଇଯିବାକୁ ଦଣ୍ଡେ ଅଟକିଲା ନାହିଁ ତେଣୁ ଏ ଯୋଉ ବଡ ଦଣ୍ଡ ସ୍ତ୍ରୀ ପାଇଁ ସ୍ୱାମୀର ବଡ ଦଣ୍ଡ ଘରୁ ବାହାର କରିଦବା ଏଇ ଯୋଉ ଅଲଗା ଯେତେ ଦଣ୍ଡ ଦଉଛି ଦିଅ ଘରୁ ବାହାର କରିଦେଇଛି ନା ତେଣୁ କହୁଛି ଏଭଳି ଦଣ୍ଡ ମତେ ଦେଲେ ମୁଁ କିଛି ଭୁଲ କରେନି ତେଣିକର ଭୁଲ କଣ ଯେ ସେ ବାଟ ବଣା ହେଇଯାଇଥିଲା ଗାଡିକୁ ନ ଯାଇକି ରହିଯାଇଥିଲା ସେଠି ଟିକେ ଆପତ୍ତି ଟିକେ ନା କରିବାକୁ କେହି ଆସିଲେ ନାହିଁ ମୋ ପାଇଁ କେତେବେଳେ ସ୍ୱାମୀ ମତେ ଘରୁ ବାହାର କରିଦଉଛନ୍ତି ମୋ ପାଇଁ ଆପତ୍ତି କରିବାକୁ ମୋ ପାଇଁ ମନା କରିବା ବୋଲି ନାଇଁ ତାକୁ ଛାଡ ନା ମୋ ପାଇଁ ଓକିଲାତି କରିବା ପାଇଁ ମଧ୍ୟ ଏଇ ଘରୁ ବାହାରିଲେ ନାହିଁ ଅଥଚ ଏଇ ପୁରୁଷ ଜାତିଟା ସମାଜର ମାଥା ହୋଇ ପୁଣି ୟା ଠାରୁ ହଜାର ଗୁଣରେ ବଡ ଭୁଲ ପ୍ରତିଦିନ ପଣ ପଣ କରିଯାଉଛନ୍ତି ଯାହା ଉପରେ ପାଟି ପିଟିବାକୁ କାହାରି ଅଧିକାର ନାହିଁ ତେବେ ଇଏ କହୁଛି ମୁଁ ତ ବିନା ଭୁଲରେ ଏମିତି ଦଣ୍ଡ ପାଉଛି ତେବେ ଏଇ ପୁରୁଷ ସମାଜ ଯିଏକି ପୁରା ସମସ୍ତଙ୍କର ମଥା ହୋଇ ଅର୍ଥାତ୍ ଶ୍ରେଷ୍ଠ ଘର ଭିତରେ ଶ୍ରେଷ୍ଠ ଦିଏ ଗୋଟେ ପୁରୁଷ ଦିଏ ତେଣୁକରି ହେଇକି
ଦିନକୁ ଶହ ଶହ ଲକ୍ଷ ଲକ୍ଷ ଭୁଲ କରିକି ମଧ୍ୟ ତାର ଭୁଲର ଦଣ୍ଡ ଦେବା ପାଇଁ ମଧ୍ୟ ତାହାର ଅଧିକାର ନାହିଁ। ଭାବିଲେ ସବୁଠି ନୁଛଣା ସବୁଠୁ ହତଭାଗୀ ଆମର ଏଇ ସ୍ତ୍ରୀ ଜାତି। ଯୌବନର ଶିଉଳି ପରା ବାଟରେ ଚାଲିଲା ବେଳେ ଏଇ ଜାତିର ଟିକେ ଗୋଡ ଧରିବାକୁ ଯେପରି ସମାଜ ଜଗି ବସିଥାଏ, ହଜାରେ ଆଖି ନାଲି ସବୁବେଳେ। ଦେଖା ପଡିଲେ ଆଉ ରକ୍ଷା ନାହିଁ, ସାଙ୍ଗେ ସାଙ୍ଗେ ତା ପ୍ରତି ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ହୋଇଥାଏ। କିନ୍ତୁ ପୁରୁଷ ଛାଡ, ସେ ତ ଆଉ ଆମ ଭଳି ନୁହନ୍ତି। ତେବେ ପୁଣି ଏଠି ମନରେ ଆସିଛି ଗୋଟେ ତୁଳନା, ଯେ ପୁରୁଷ ଆଉ ସ୍ତ୍ରୀଙ୍କ ମଧ୍ୟରେ ଦିଟା ଜାତି ମଧ୍ୟରେ ତୁଳନା କରିବାକୁ ଯାଇକି କହୁଛନ୍ତି ଯେ ଯେତେବେଳେ ଗୋଟେ ପୁରୁଷଟିଏ ହଜାର ହଜାର ଭୁଲ କରିଥାଏ ତାର ଦଣ୍ଡ ଦିଆଯାଏ ନାହିଁ, କିନ୍ତୁ ସ୍ତ୍ରୀଟିଏ ଛୋଟିଆ ଭୁଲଟି କରିଥିଲେ ତାକୁ ଏତେ ଦଣ୍ଡ ସହିବାକୁ ପଡୁଛି ଏବଂ ତାକୁ ଘରୁ ମଧ୍ୟ ବାହାର କରେଇ ଦିଆଯାଉଛି। ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ସେ ହଉଛି। ପୁଣି ଷ୍ଟେସନରେ ଗାଡି ପହଞ୍ଚିଲା ବେଳକୁ ରେଳ ଆସିବା ବେଳ ହୋଇଯାଇଥିଲା। ନାଥୁରାନା ମତେ ସାଙ୍ଗରେ ନେଇ ଭିତରକୁ ଗଲେ। ଦଣ୍ଡକ ପରେ ଘଡଘଡି ଶବ୍ଦରେ ପୁଣି କଣ ପାଇଁ ଗୋଟାଏ କାଳିଆ ଗାଡି ପବନ କରି ଜୋରରେ ଧୂଳିର କୁହୁଡି ବୋଳି ହୋଇ ଆସି ଠିଆ ହେଲା। ମନେ ହେଲା ଯେପରି କୋଉ କାହାଣୀ ମାଳାର ଅସୁର ରାଜା ହଜିଥିବା ରଜା ଝିଅକୁ ଖୋଜିବାକୁ ଧାଇଁଛି। ଲୋକ ଗହଳି ଆଉ ଘୋ ଘା ଭିତରେ ଆମେ ଯାଇ ଗୋଟାଏ କୋଠରୀରେ ବସିଲୁ। ଗାଡି ଚାଲିଲା। ମଫସଲ ଲୋକଙ୍କ ଅଜଣାରେ ବାହାରେ ପୁଣି ଏତେ ନୂଆ, ଏତେ ଅଧିକା କଥା ଅଛି, ମତେ ଖାଲି ସ୍ୱପ୍ନ ସ୍ୱପ୍ନ ପରି ଲାଗୁଥିଲା। ଇଏ ତ ଗାଁରେ ବଢିଛି, ବାହାରରେ ସହରରେ ଯୋଉ ଟ୍ରେନ ସେ ସେଟା ଜାଣିନି, ଦେଖିନି କେବେ। ସେ ଯିବା ଆସିବା ସବାରିରେ ଶଗଡ ଗାଡିରେ ସବୁବେଳେ ଯିବା ଆସିବା କରେ। ବାହାରେ ଯୋଉ କାର ବସ୍ ଟ୍ରେନ ଏସବୁ କେବେ ଦେଖିନି। ତେଣୁକରି କହୁଛି ମଫସଲ ବାହାରେ ଅର୍ଥାତ୍ ଗାଁ ଗହଳି ବାହାରେ ମଧ୍ୟ ଏତେ ସାରା ଜିନିଷ, ସୁନ୍ଦର ଜିନିଷ ଅଛି, ଆଶ୍ଚର୍ଯ୍ୟ ଭରା ଜିନିଷ ଅଛି, ତାହା ଆମ ମାନଙ୍କୁ ଜଣା ନଥିଲା। ତେବେ ସେ ଯୋଉ ଟ୍ରେନ, କଳା ରଙ୍ଗର ଟ୍ରେନ ଟି ଆସୁଛି, ସେ ତାକୁ ଭାବୁଛି ସତେ ଯେମିତି କାହାକୁ ଗୋଟେ ଖୋଜିବା ପାଇଁ ଆସିଛି। ଏତେ ବଡ ଗାଡି, ଏତେ ଘୋ ଘା, ଏତେ ଭିଡ, କୋଠରୀ ଭଳି ଯୋଉ ବସିବା ପାଇଁ ଘର ଭଳି ସମେତ ମନେ ହଉଛି ତାକୁ। ଟ୍ରେନ ଭିତରେ ବଗି ଗୁଡିକ ତାକୁ ଘର ଭଳି ଦେଖାଯାଉଛି। ସେ କେବେ ଦେଖିନି ନା, ତେଣୁ କହୁଛି ଗୋଟେ କୋଠରୀ ଭିତରେ ଆମେ ଯାଇକି ବସି ପଡିଲୁ। ଏବଂ ଏସବୁ ଦେଖିଲା ପରେ ମତେ ଖାଲି ସ୍ୱପ୍ନ ଭଳି ସବୁ ଲାଗୁଛି। କାହିଁକି ନା ଯେହେତୁ ସେ ସବୁ ଜିନିଷ କେବେ ଆଗରୁ ଦେଖିନଥିଲା। ବଗି ଗାଡି ଆସି ଗୋଟାଏ ଛୋଟ କୋଠା ଆଗରେ ରହିଲା। ଆଶ୍ଚର୍ଯ୍ୟ ହୋଇ ପଚାରିଲେ କୋଉଠା ନାଥ? ସେ କହିଲେ ଏ କଟକ ପରା। ତେବେ ବଗି ଗାଡି ମାନେ ଯୋଉ ତାର ଟ୍ରେନ ବଗିଟି ଆସିକି ଗୋଟେ ଛୋଟ କୋଠା ଆଗରେ, ଗୋଟେ କୋଠାଟେ, କୋଠା କୋଉଟା କହୁଛି ରେଲୱେ ଷ୍ଟେସନ ଯୋଉଗୁଡା, ସେଇଟାକୁ ସେ କହୁଛି। ସେ ତ ଜାଣିନି ନା ଷ୍ଟେସନ ରେ ଗାଡି ରହେ ବୋଲି। ତ ଗୋଟେ କୋଠା ଆଗରେ ରହିଲା। ମୁଁ ପଚାରିଲି ଏଇଟା କୋଉ ଜାଗା? ତ ନାଥ ମନା କଲେ ଏଇଟା ପୁରା କଟକ। ଏଠିକି ଆସିବି ବୋଲି ମୁଁ ଆଉ ଜାଣିଛି? ପଚାରିଲି ଗାଁ ଲୋକ ପରା। ହଁ ଯିବା ଯେ, ଆଜି ନୁହେଁ ସେ କହିଲେ। ତେବେ ଏଇଠି କହୁଛି ଆମେ ପରା ଗାଁକୁ ଯାଇଥାନ୍ତେ, ଏଠିକି କଣ ପାଇଁ ଆସିଛ? ତେଣୁ ସେ କହୁଛି ଯିବା ପରା। କାହିଁକି କହୁଛି? କାହିଁକି ନା ଏତେ ବେଳକୁ ଗାଁରେ ତାର ବାପା ମା ସମସ୍ତେ ମରିଯାଇଛନ୍ତି ହଇଜାରେ। କାହାର କହିଲେ ସତୀର। ତେଣୁ କରିକି ନା ଗାଁକୁ ନେଲେ କାନ୍ଦିବ, ସହିପାରିବନି, ସେଥିପାଇଁ ତାକୁ କଟକ ନେଇକି ପଳେଇ ଆସିଛି। ତେବେ ଆମେ ଯୋଉ ବସାରେ ରହିଲୁ ସେଇଥିରୁ ଗୋଟାଏ କୋଠରୀ ସଫା କରେଇ ନାଥ ମତେ କହିଲେ ସତୀ ତୁ ଏଇ ଘରେ ଥା, ମୁଁ ବଜାରରୁ ଆସେ। ତେବେ ତାକୁ ତାର ଯୋଉ ରୁମ ରେ ସେ ରୁହେ, କଟକରେ ରହୁଥିଲା ନା ନାଥ ନନା ଚାକିରି କରିବାକୁ ଯାଇଛି। ତାକୁ ଗୋଟେ ଘର ଦେଇ କହିଲା ତୁ ଏଠି ଥା, ବଜାରରୁ ଆସେ। କହିଲି ମୁଁ ଏକା ରହିବି ଏଠି? ତ ନାଇଁ ରେ ଓଲି, ଏ ବସାରେ ଆଉ ଜଣେ ଲୋକ ପିଲାପିଲି ନେଇ ବସା କରି ଅଛି। ଭୟ କଣ ତୋର? ମୁଁ ଏଇଥିପାଇଁ ଆସୁଛି ଯେ ସେ ବାହାରକୁ ଚାଲିଗଲେ ଘର ଭିତରେ ତୁନି ହୋଇ ବସି ମୁଁ ଦୁନିଆ ବ୍ରହ୍ମାଣ୍ଡ କଥା ଭାବିବାକୁ ଲାଗିଲି। ଆଜି ଏଇ କେତେ ଘଣ୍ଟା ଆଗରୁ ମତେ ନେଇ ଯେ ଏତେ ବଡ ଅସୁନ୍ଦର କଥାଟା ହୋଇଗଲା, ବାପା ବୋଉ ହେରିକା କେହି ଏ ଖବର ଏତେବେଳେ ଯାଏ ଶୁଣି ନଥିବେ। ଗାଁରେ ବି କେହି ଏକଥା ଜାଣିନଥିବେ। ତେଣୁ ଇଏ ମନେ ମନେ ଭାବୁଛି ମମି ମତେ ଘରୁ ବାହାର କରିଦେଲା, ଏତେ ବଡ ଗୋଟେ ଘଟଣା ଘଟିଲା, ଏ କଥା ତ ମୋର ବାପା ବୋଉ ଏପର୍ଯ୍ୟନ୍ତ ଜାଣିନଥିବେ। ମୁଁ ତ କଟକ ପଳେଇ ଆସିଲିଣି, ତ ଗାଁକୁ ଯାଇନି। ତାପରେ ଏମିତି ଯୋଉ ଘଟଣା, ଏଠି କଣ ମୁଁ ଏକୁଟିଆ ରହିବି? ଏ ତାକୁ କହିଛି ଯେ ନାଇଁ ଆଉ ଗୋଟେ ସ୍ତ୍ରୀ ଲୋକଟି ଘର ଭଡା ନେଇକି ରହୁଛି, ସ୍ତ୍ରୀ ପିଲା ଛୁଆ ନେଇକି। ତେଣୁ ଡର ନାହିଁ, ଡରିବିନି କଣ? ଆ ମନରେ ହଜାର ପ୍ରଶ୍ନ ଆସିକି ପହଞ୍ଚିଗଲାଣି। କିନ୍ତୁ ଦିନେ ତ ଜାଣିବେ, ପୁଣି ତୁ ଭାବୁଛୁ ପୁଣି ଦିନେ ନା ଦିନେ ତ ବାପା ମା ଜାଣିବେ। ତେବେ ଜାଣିବେ ମୋ ସ୍ୱାମୀ ମତେ କେମିତି ଘରୁ ତଡି ଦେଇଥିଲେ ସାମାନ୍ୟ ଦୋଷରେ, ମୁଁ ବି କୋଉ ଦମ୍ଭରେ ତାଙ୍କ ପାଖେ ଶରଣ ନ ପଶି ଚାଲି ଆସିଲି। ଆସିଲି ପୁଣି ନାଥ ନନାଙ୍କ ସାଙ୍ଗରେ। ମୋର ବାହାଘର କେତେ ମାସ ଆଗରୁ ଯାହାଙ୍କ ସଙ୍ଗେ ଠିକ ହେଇଯାଇଥିଲା। ଛି ଛି, ବାପା ବୋଉଙ୍କୁ କେମିତି ଯାଇ ତାର ମୁହଁ ଦେଖାଇବି? ସେଦିନ ସେଇ ଠାକୁରଙ୍କ ପାଖରେ ଭିଡ ଭିତରେ ମୁଁ ନ ମଲି କାହିଁକି, ଗାଁ ଲୋକେ ବାପା ହେରିକାଙ୍କୁ ପଚାରିବେ। ତେବେ ଭାବୁଛି ମନେ ମନେ ବାପା ମାଙ୍କୁ ତ ଗାଁ ଲୋକ ପଚାରିବେ ନା। ମୁଁ ହେଲେ ଯାଇକି ଯେତେବେଳେ ମୋ ସ୍ୱାମୀ ମତେ ଘରୁ ବାହାର କଲେ, ମୁଁ ହେଲେ ଯାଇକି ତାଙ୍କୁ ଟିକେ କ୍ଷମା ପ୍ରାର୍ଥନା କରିକି ରହିଥାନ୍ତି। ମୁଁ ବି ଅକଟ ଦେଖେଇକି ଚାଲି ଆସିଲି। ତେବେ ବାପା ମା ମୋର ଜାଣିନାହାନ୍ତି, ଜାଣିଲେ କଣ ଭାବିବେ? ଆଉ ଗାଁ ଲୋକମାନେ ମୋ ବାପା ମାଙ୍କୁ କଣ କହିବେ?
झील को ता शाशुघर कहीं तोड़ी देले एमती केते प्रश्न पचारे सती एसबू कथा से घरे बसी भावुची सेतेबेले कौन उत्तर देबे से मोरी ना घुसी ना से मनकर मुंह तळक होइजो किंतु एई सबुति लागि किए दाई ना ମୁଁ ତ ଆଉ ମୋ ପରି କଥା ନେଇ ସ୍ୱାମୀଙ୍କ ସାଙ୍ଗେ ଦାଣ୍ଡ ଦୁଆରେ କଳି କରି ନଥାନ୍ତି ସେ ତ ମୋ ପାଇଁ କହିବାକୁ ଥିଲେ ସ୍ୱାମୀ ଯେତେବେଳେ ଚିଡି ଉଠିଲେ କାହିଁକି ସେତେବେଳେ ମୌନ ହୋଇ କଥା ନ କହିଲେ ତାଙ୍କ ପାଖରେ ମତେ ଘରକୁ ନବାକୁ ହାତ ନ ଧଇଲେ ତାଙ୍କର ତେଣିକି ସେ ଘରେ ମୁଁ କେମିତି ଚଳିଥାନ୍ତି ସେ କଥା ମୁଁ ଜାଣେ ତେଣୁ କହୁଛି ଯେତେବେଳେ ମୋ ସ୍ୱାମୀ ଏତେ କଥା କହିଲେ ମୁଁ ତ ଯାଇକି ସ୍ତ୍ରୀ ଲୋକଟା ଯାଇକି ଆଉ ତାଙ୍କୁ କହିନଥାନ୍ତି ତ ନାଥ ନାନା ଭୁଲ କଲେ କାହିଁକି ତାଙ୍କୁ ହାତ ଗୋଡ ଧରି କହିଲେନି ଯେ ତାକୁ ରଖ ବୋଲି ତାପରେ ଯାହା ହେଇଥାନ୍ତା ମୁଁ ଦେଖିଥାନ୍ତି ମୁଁ ବୁଝିଥାନ୍ତି ଏଇ କଥା କହିକି ମନେ ମନେ ବହୁତ ପ୍ରକାରର ଏତେ ଦିନ ତ ଏବେ ଏତେ ଦିନ ତ ଏବେ ସ୍ୱାମୀଙ୍କର ବିଛଣା ନ ମାରି କଟେଇ ଆସିଥିଲି ଆଉ କେଇଟା ଦିନ ସେମିତି ଏବେ କଟି ଯାଇଥାନ୍ତା ମୋ କଷ୍ଟ ପାଇଁ ୟାଙ୍କର ଏତେ ମୁଣ୍ଡ ବଥଉଥିଲା କାହିଁକି ଏଇ ଦମ୍ଭ ଟିକ ଦେଖାଇବାକୁ ଯାଇ ସେ ଭୁଲଟି କରି ବସିଲି ଜୀବନ ଗଲେ ବି ତ ଆଉ ସୁଧୁରିବ ନାହିଁ ତେବେ ଏଇ ଟିକକ ପାଇଁ ଦମ୍ଭ ଦେଖେଇବା ପାଇଁ ମୁଁ ଏଇ ଯୋଉ ଭୁଲ କଲି କ୍ଷମା କରିକି ତା ଘରେ ବରଂ ରହିଥାନ୍ତି ଚାଲି ଆସିଲି ତେବେ ଏବେ ସମାଜ ମତେ କଣ କହିବ ଆଉ ନାଥ ନନାଙ୍କର ଏଇ ସବୁ ଭୁଲ ଏଇ କଷ୍ଟ ପାଇଁ ମୋର କଷ୍ଟ ପାଇଁ ଆର ମୁଣ୍ଡ କଥା ହେଲା ତେଣୁ ସେ ମତେ ନେଇ ଆସିଲା ମୁଁ ମଧ୍ୟ ଦମ୍ଭ ଦେଖେଇକି ଶାସ୍ତ୍ରରେ ଚାଲି ଆସିଲି କବାଟ ଫିଟାଇବା ଶବ୍ଦରେ ଚାହିଁ ଦେଖିଲି ନାଥ ନନା ଗୋଟେ ବଡ ଟୋକେଇରେ ବୋଝେ ଜିନିଷ ଆଣି ଜଣେ ଲୋକ ଘର ଭିତରେ ଥୋଇ ଦେଇ ଗଲା ତେବେ ତେବେ ଯେ କବାଟ ଯେତେବେଳେ ଫିଟେଇଲା ସେତେବେଳେ ଦେଖିଲା ନାଥ ନା ଗୋଟେ ଟୋକିଟେ ଟୋକେଇ କଣ ତମର ବୁଣା ହେଇଥାଏ ବେତ କାଠିରେ ଛୋଟ ଛୋଟ କିଛି ଜିନିଷ ପାତ୍ର ରଖିବା ପାଇଁ ଜିନିଷ ପରିବା ପତ୍ର ରଖିବା ପାଇଁ ତେଣୁ ସେଇଭଳିଆ ଜିନିଷରେ ବହୁତ ସାରା ଜିନିଷ ଆଣିକି ଘରେ ଥୋଇ ଦେଇଗଲା ନାଥ ନନା ହସି ହସି ଡାକିଲେ ସତୀ କିଛି କହିଲି ନାହିଁ ରାଗରେ ମୁଁ ଯେତେବେଳେ ନାଥ ନନା ଡାକିଲେ ରାଗରେ ମୁଁ ତାଙ୍କୁ କିଛି କହିଲିନି ମତେ ଚୁପ୍ ହେଇ ରହିବା ଦେଖି ସେ ପୁଣି କହିଲେ ସବୁ କିଣି ଆଣିବି ସେଠି ଘର ଭରଣାରେ ଯେତେକ ଜିନିଷ ଏ କଣ ତୁ କାନ୍ଦୁଛୁ ତେବେ ଯେହେତୁ ଚାଲି ଯାଇଥିଲା ଘରେ ରୋଷେଇ ବାସ କରିବା ପାଇଁ ବହୁତ ସାରା ଜିନିଷ ଦରକାର ସେ ସବୁ ତା ପାଖରେ ନଥିଲା ତେଣୁ କରିକି କହିଲା ମୁଁ ସବୁ ଜିନିଷ ରଖିକି ରୋଷେଇ କରିବା ଜିନିଷ ଘର ଭରଣା ଜିନିଷ କିଣିକି ନେଇ ଆସିଛି ତ ତୁ କାହିଁକି କାନ୍ଦୁଛୁ ଦେଖିଲା ବେଳକୁ ସତୀ କାନ୍ଦୁଥିଲା ତେଣୁ ପଚାରୁଛି ତୁ କଣ ପାଇଁ କାନ୍ଦୁଛୁ ମୋହନ ଦଣ୍ଡକେ ତାଙ୍କର ବେଦନାରେ ଝାଉଁଳି ପଡିଲା ପାଖକୁ ଆସି ମୋ ପିଠିରେ ହାତ ରଖି କହିଲେ ସେଠି ବେଦନା ହେଲା ଦୁଃଖ ଦୁଃଖରେ ଝାଉଁଳି ଅବସାଦ ଦୁଃଖରେ ଝାଉଁଳି ପଡିଲା ତାର ମୁହଁ ଆସିକି କହିଲା ତୁ କାହିଁକି କାନ୍ଦୁଛୁ କହିବୁ ନାହିଁ ମତେ ପଚାରୁଛୁ ତୁ କଣ ପାଇଁ କାନ୍ଦୁଛୁ ମତେ କହିବୁନି ମିଛରେ କହିଲି ମୁଣ୍ଡ ବଥା ହଉଛି ଭାରି ତେବେ ସତୀ ପୁଣି ତାକୁ କହୁଛି ମିଛ କହିଲେ ନାଇଁ ନାଇଁ ମୁଁ ଏଇଥିପାଇଁ କାନ୍ଦୁଛି ଯେ ମୋର ମୁଣ୍ଡ ବିନ୍ଧା ହଉଛି ମୁଣ୍ଡ ବଥଉଛି ସେଥିପାଇଁ ମୁଁ କାନ୍ଦୁଛି ଦଣ୍ଡେ ଛିଡା ହେଇ ସେ କଣ ଭାବିଲେ ତାପରେ ଦୌଡି ବାହାରକୁ ଚାଲିଗଲେ ସେଇ ଖରାଟାରେ ଗଲାବେଳେ ଟୋକେଇରେ ତାଙ୍କ ଗୋଡ ବାଜି ଭାଙ୍ଗି ଭୁଲେଇ ଆଉ କେତେଟା ବୋତଲ ଭାଙ୍ଗି ଚୁନା ହେଇଗଲା ସେ ଆଡକୁ ଥରେ ଚାହିଁଲେ ବୋଲି ମିନିଟିଏ ହୋଇଛି କି ନାଇଁ ଗୋଟାଏ କି ଡବା ଧରି ଫେରି ଆସି କହିଲେ ଟିକେ ମୁଣ୍ଡରେ ଲଗେଇଦେ ଏଥିରୁ ଏଇ କଣି ବନ୍ଦ ହେଇଯିବ କି ଡବା ସେ ତମ୍ବୁଟାଞ୍ଜନ ଡବାଟେ ଆଣିକି ଦେଇଛି ଏ ତ ମଫସଲି ଲୋକ ଗାଁ ଗହଳିର ଲୋକ ତେଣୁ ସେ ଜାଣିନି ଏପର୍ଯ୍ୟନ୍ତ ଅମୃତାଞ୍ଜନଟି ମୁଣ୍ଡ ବିନ୍ଧିଲେ ଲଗାଯାଏ ବୋଲି ନା ତେଣୁ କରିକି କୋଉଠି ଗୋଟେ ଡବାଟେ ଆଣିକି ଦେଲେ ଲଗେଇଲେ ଏଇ କଣ ମୁଣ୍ଡ ବିନ୍ଧା କମିଯିବ ମିଛ ତ କହିଛି ଔଷଧ ଲଗେଇବାକୁ ହେଲା ମିଛ ତ କହିଛି ମୁଣ୍ଡ ବିନ୍ଧା ନଥିଲା ନା ସେଇଟାରେ କାହିଁକି ଔଷଧ ଲଗେଇବାକୁ ହେଲା ତାପରେ ମତେ ଜୋର କରି ଶୁଆଇ ଦେଇ ସେ ବିଞ୍ଚି ବସିଲେ ତୁନି ହୋଇ ବିଛଣାରେ ପଡି ରହିଲି ଆଖି ଦିଟା ଅକାରଣରେ ଲୁହରେ